ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ସଂସ୍କୃତ ଶିକ୍ଷା ପ୍ରତି ଛାତ୍ରଛାତ୍ରୀମାନେ ମୁହଁ ବୁଲାଇ ନେଉଛନ୍ତି। ଯେଉଁମାନେ ସଂସ୍କୃତ ଡିଗ୍ରୀ ଧରି ବିଶ୍ୱବିଦ୍ୟାଳୟରୁ ଆସିଥିଲେ ସେମାନେ ଆଜି ଘରେ ବେକାର ହୋଇ ବସିଛନ୍ତି। ସରକାର ବି ସଂସ୍କୃତ ମହାବିଦ୍ୟାଳୟ ପ୍ରତି ବୈମାତୃକ ମନୋଭାବ ଦେଖାଉଛନ୍ତି। ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ଖଡ଼ଗପୁରରେ ଥିବା ବହୁ ପୁରାତନ ଲକ୍ଷ୍ମୀନୃସିଂହ ସଂସ୍କୃତ ମହାବିଦ୍ୟାଳୟ ଆସିଛି ଏଭଳି ରୋଚକ ଖବର। ସଂସ୍କୃତ ହେଉଛି ପ୍ରାଚୀନ ଦେବଭାଷା। ହିନ୍ଦୁ ଧର୍ମାବଲମ୍ବୀମାନଙ୍କର ବିଶ୍ୱାସ ଥାଏ ଯେ ସଂସ୍କୃତ ହେଉଛି ଦେବତାମାନଙ୍କର ନିଃସୃତ ବାଣୀ। ଆମର ଯେଉଁ 4 ବେଦ ଅଛି ପ୍ରାଚୀନ ସଂସ୍କୃତିରେ, ଋକ୍ ସାମ ଯଜୁ ଅଥର୍ବ, ଏ 4 ବେଦ ହିଁ ସଂସ୍କୃତରେ ଭାଷାରେ ଲେଖାଯାଇଥିଲା। ଏହା ସହିତ ଆପଣ କୁହନ୍ତୁ ରାମାୟଣ କୁହନ୍ତୁ, ମହାଭାରତ କୁହନ୍ତୁ, କାବ୍ୟ ପୁରାଣ, ଏ ଅନେକ ଶାସ୍ତ୍ର ସଂସ୍କୃତରେ ଲିପିବଦ୍ଧ କରାଯାଇଥିଲା। ସମୟରେ ନୂତନ ବିଲ୍ଡିଂ, ସ୍ମାର୍ଟ କ୍ଲାସରୁମ୍ କରାଯାଇଥିଲେ ବି ଛାତ୍ରଛାତ୍ରୀ କରିନାହାନ୍ତି ଚଳିତ ବର୍ଷ ଆଡ଼ମିସନ୍। 60 ସିଟ୍ ଥିବା ଏହି ସଂସ୍କୃତ ମହାବିଦ୍ୟାଳୟରେ 10 ଜଣ ଶିକ୍ଷକଙ୍କ ବଦଳରେ ଅଛନ୍ତି ମାତ୍ର 2 ଜଣ, ଯିଏକି ସଂସ୍କୃତ ଶିକ୍ଷା 4-6 ଜଣ ଛାତ୍ରଛାତ୍ରୀଙ୍କୁ ନେଇ କ୍ଲାସରୁମ୍ରେ ପ୍ରଦାନ କରୁଛନ୍ତି। ଦେଖିବାକୁ ମିଳିଛି ଏହି ବିକଳ ଚିତ୍ର। ସରକାରୀ ପ୍ରୋତ୍ସାହନ ଅଭାବରୁ ମହାବିଦ୍ୟାଳୟ ଆଜି ପାଲଟିଛି ଭୂତଖାନା। କେବେ ସରକାର ଏହି ମହାବିଦ୍ୟାଳୟ ପ୍ରତି ଦୃଷ୍ଟି ଦେବେ ଏବଂ ଛାତ୍ରଛାତ୍ରୀମାନଙ୍କ ଜୀବନ ଗଠନ କରିବା ପାଇଁ ସଂସ୍କୃତ ଆଦିଭାଷା ଏକ ପ୍ରମୁଖ ଭୂମିକା ଲିଭାଉଥିବା ବେଳେ ଏବେ ଏହା କିପରି ରହିଛି ତାହାର ବିକଳ ଚିତ୍ର ଦେଖିବାକୁ ମିଳୁଛି। ଲକ୍ଷ୍ମୀନୃସିଂହ ଟୋଲ୍ ଆମ ସମୟରେ ବହୁତ ଭଲ ଟୋଲ୍ ଥିଲା ଏବଂ ଜିଲ୍ଲା ବାହାରୁ ବହୁତ ପିଲା ପାଠ ପଢ଼ିବା ପାଇଁ ଆସୁଥିଲେ। କିନ୍ତୁ ଦୁଃଖ ପରିତାପର ବିଷୟ, ସରକାରଙ୍କର କୌଣସି ବିଶେଷ ଦୃଷ୍ଟି ନ ଦେବାରୁ ଧୀରେ ଧୀରେ ତାଙ୍କର ଷ୍ଟାଫ୍ ପିଲା ସବୁ କମିଗଲେଣି ଏବଂ ଯେଉଁ ଘର କ୍ୟାମ୍ପସ୍ ତାଙ୍କର ଅଛି, ଯେତେ ଅଳିଆ ଆବର୍ଜନା ହେଇଛି, ଏହା ଏକ ବିଦ୍ୟାଳୟ ବୋଲି କେହି ଚିନ୍ତା କରୁନାହାନ୍ତି। ବିଦ୍ୟାଳୟ ତା ସାଙ୍ଗରେ ମହାବିଦ୍ୟାଳୟ ବି ଥିଲା, କିନ୍ତୁ ବର୍ତ୍ତମାନ ତା'ର ଅବସ୍ଥା ଏତେ ଜରାଜୀର୍ଣ୍ଣ ଅବସ୍ଥାରେ ସେ ଅଛି। ସେ ଅଞ୍ଚଳରେ ଆମକୁ ନିଜକୁ ଲଜ୍ଜାବୋଧ ହେଉଛି ଯେ ଆମେ ସେ ଅଞ୍ଚଳର ବାସିନ୍ଦା, କିନ୍ତୁ ଆମେ ସରକାରଙ୍କୁ ଯେତେ ଚେତେଇଲେ ମଧ୍ୟ ସେ କିଛି ଉପକୃତ କରୁନାହାନ୍ତି କିମ୍ବା ସେ ପିଲାମାନଙ୍କର ଭବିଷ୍ୟତ ଦେଖୁନାହାନ୍ତି। ସଂସ୍କୃତର ଭାଗ୍ୟ ଧୀରେ ଧୀରେ ଇଂରାଜୀ ତାକୁ ଦଖଲ କରିସାରିଲାଣି। ତେଣୁ ସଂସ୍କୃତ ଧୀରେ ଧୀରେ ଓଡ଼ିଶାରୁ ବିଲୁପ୍ତ ହୋଇଯିବ ବୋଲି ଆମେ ଅନୁମାନ କରୁଛୁ। ଯଦି ସରକାର ଦୃଷ୍ଟି ଦିଅନ୍ତି ଗୋଟେ ଉଚ୍ଚକୋଟୀର ଭାଷା, ଧୀରେ ଧୀରେ ଓଡ଼ିଶାରୁ ଯେତିକି ଓଡ଼ିଶାରେ ପିଲା ପାଠ ପଢ଼ୁଥିଲେ ସେ ଆଉ ଆଗ୍ରହ କରୁନାହାନ୍ତି। ଧୀରେ ଧୀରେ ସଂସ୍କୃତ ଓଡ଼ିଶାରେ ଥିଲା ବୋଲିକିରି କେହି ଆଉ ଅନୁମାନ କରିବେନି। ବେଦ ଭାଷା, ବେଦ ଲିପି ଏହା ବନ୍ଦ ହେଇଯିବ ବୋଲି ଆମେ ଭାବୁଛୁ ସରକାରଙ୍କର ବିନା ପରିସ୍ଥିତି ମଧ୍ୟରେ ଚାଲିଛି ତିର୍ତ୍ତୋଲ ବ୍ଲକର ଖଡ଼ଗପୁରଠାରେ ଥିବା ଲକ୍ଷ୍ମୀନୃସିଂହ ସଂସ୍କୃତ ମହାବିଦ୍ୟାଳୟରେ ଶିକ୍ଷାଦାନ ପଦ୍ଧତି। ହାତ ଗଣତି 3-4ଟି ଛାତ୍ରଛାତ୍ରୀଙ୍କୁ ନେଇ ଅଧ୍ୟାପକ ଅଧ୍ୟାପିକା ଥିବା 2 ଜଣ ବ୍ୟକ୍ତି କରୁଛନ୍ତି ଶିକ୍ଷାଦାନ। କେଉଁଠି କବାଟ ଭାଙ୍ଗି ଯାଇଛି ତ କେଉଁଠି ଷ୍ଟାଫ୍ କମନ୍ ରୁମ୍କୁ ଭୂତକୋଠି ପାଲଟିଛି। ସ୍ମାର୍ଟ ଡେସ୍କ ପଡ଼ିଛି, ସ୍ମାର୍ଟ ବୋର୍ଡ଼ ଲାଗିଛି, ହେଲେ ଛାତ୍ରଛାତ୍ରୀର ଅଭାବ ପରିଲକ୍ଷିତ ହେଉଛି। ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଆମ ଓଡ଼ିଶାରେ 2ଟି ବିଶ୍ୱବିଦ୍ୟାଳୟ ଅଛି। ଗୋଟିଏ ହେଉଛି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଆଉ ଗୋଟେ କେନ୍ଦ୍ରୀୟ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ। ଏ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ଓଡ଼ିଶାରେ ଅନେକ ସଂସ୍କୃତ ଅଛି ଏବଂ ସଂସ୍କୃତ କଲେଜ ଅଛି ଏବଂ ଟୋଲ୍ ବି ଅଛି। ସେହି ଦୃଷ୍ଟିକୋଣରୁ ତିର୍ତ୍ତୋଲର ଖଡ଼ଗପୁରଠାରେ ଏକ ଲକ୍ଷ୍ମୀ ନୃସିଂହ ସଂସ୍କୃତ ଟୋଲ୍ ଥିଲା ଏବଂ ଏହା ଏକ ପ୍ରାଚୀନ ଟୋଲ୍। ଏହି ଟୋଲ୍ରୁ ଅନେକ ମେଧାବୀ ପାଠ ପଢ଼ି ନିଜ ନିଜର ଯୋଗ୍ୟତା ଅନୁସାରେ କର୍ମ ନିଯୁକ୍ତି ପାଇଛନ୍ତି ଏବଂ ଏହି ଖଡ଼ଗପୁର ଟୋଲ୍ କହିଲେ ଆଖପାଖ ଅଞ୍ଚଳ ସମସ୍ତଙ୍କୁ ବୁଝାଯାଇଥାଏ ଏବଂ ସେଇଠି ଲାଗିକରି ଅଛି ଲକ୍ଷ୍ମୀ ନୃସିଂହ ମହାବିଦ୍ୟାଳୟ। ଏହି ମହାବିଦ୍ୟାଳୟରେ ସଂସ୍କୃତ ଭାଷାକୁ ପ୍ରଚାର ପ୍ରସାର କରିବା ପାଇଁ ଏହାର ଏକ ମୁଖ୍ୟ ଉଦ୍ଦେଶ୍ୟ ଏବଂ ଶାସ୍ତ୍ରୀ ଉପଶାସ୍ତ୍ରୀ ଏସବୁ ବିଭାଗ ଅଛି ସେହି ସଂସ୍କୃତ ମହାବିଦ୍ୟାଳୟରେ। ଏବଂ ବାସ୍ତବିକ ଦୁଃଖର ବିଷୟ, ଆର୍ଥିକ ଅନାଟନ ଯୋଗୁଁ ଏବଂ ସରକାରର ସଠିକ୍ ପ୍ରୋତ୍ସାହନ ଅଭାବରୁ ସେହି ସଂସ୍କୃତ ମହାବିଦ୍ୟାଳୟର କିଛି ପ୍ରଗତି ଉନ୍ନତିରେ ଟିକେ ବାଧା ଆସିଛି ଏବଂ ଅଧ୍ୟାପକ ସଠିକ୍ ଇଏରେ ନାହାନ୍ତି, ଅଧ୍ୟାପକ ବେଶୀ ନାହାନ୍ତି, କର୍ମଚାରୀ ନାହାନ୍ତି, ଏସବୁ ଅଭାବ ଦେଖାଦେଇଛି କଲେଜରେ। ଏବଂ ଆମେ ଦାବି କରୁଛୁ ସରକାର ନିକଟରେ ସଂସ୍କୃତ ମହାବିଦ୍ୟାଳୟକୁ ଅଧ୍ୟାପକ କର୍ମଚାରୀମାନଙ୍କ ନିଯୁକ୍ତି କରାଯାଉ ଏବଂ ତାଙ୍କର ଶୈକ୍ଷିକ ବିକାଶ ଏବଂ ତାଙ୍କର
ଆନୁଷଙ୍ଗିକ ବିକାଶ ଉପରେ ସରକାର ଧ୍ୟାନ ଦେବା ପାଇଁ ଆମେ ଦାବି କରୁଛୁ। ଓଡ଼ିଆ